ଭାରତର ମାନଚିତ୍ରରେ ଓଡ଼ିଶା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ତାହା ହିଁ ଜାଣିବା ଆଜିର ଭିଡ଼ିଓରେ। ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ, ତାର ଅନେକ କାରଣ ରହିଛି। ତା ମଧ୍ୟରୁ ଆମେ କିଛି କାରଣ ଲିଷ୍ଟ ଆଉଟ୍ କରିଛନ୍ତି ଆଜିର ଭିଡ଼ିଓରେ। କିଛିଟା ଇମ୍ପୋର୍ଟାଣ୍ଟ କାରଣ, ତା ଛଡ଼ା ଅନେକ କାରଣ ରହିଛି। ତ ପ୍ରଥମ କାରଣ ହେଉଛି ଓଡ଼ିଶା ହେଉଛି ଖଣିଜ ସମ୍ପଦର ଭଣ୍ଡାର। ଓଡ଼ିଶା ହେଉଛି ଗୋଟେ ମିନେରାଲ ହବ୍। ଆଉ ଭାରତରେ ଓଡ଼ିଶାକୁ କୁହାଯାଏ ଭାରତର ଖଣିଜ ଭଣ୍ଡାର। ତା କାରଣ କ'ଣ ପାଇଁ କୁହାଯାଏ? ତା କାରଣ ହେଉଛି ସମ୍ପୂର୍ଣ୍ଣ ଭାରତରେ ଯେଉଁ ଖଣିଜ ପଦାର୍ଥ ମିଳେ ତା ମଧ୍ୟରୁ 50% ବକ୍ସାଇଟ୍ ମିଳେ ଓଡ଼ିଶାରୁ, 44% ମ୍ୟାଙ୍ଗାନିଜ୍ ମିଳେ ଓଡ଼ିଶାରୁ, 33% ଲୁହାପଥର ମିଳେ ଓଡ଼ିଶାରୁ। ଓଡ଼ିଶା ଦେଶର ସବୁଠାରୁ ବଡ଼ ଇସ୍ପାତ, ଷ୍ଟିଲ୍ ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ। ସେକେଣ୍ଡ, ପ୍ରତିରକ୍ଷା କ୍ଷେତ୍ରରେ ଅବଦାନ। ପ୍ରତିରକ୍ଷା କହିଲେ କ'ଣ ନା ନ୍ୟାସନାଲ ଡିଫେନ୍ସ। ଭାରତର ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚାନ୍ଦିପୁର ଏବଂ ଅବଦୁଲ କାଲାମ ଦ୍ୱୀପ ହୁଇଲ ଦ୍ୱୀପରେ ଭାରତର ମୁଖ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରହିଛି। ଅଗ୍ନି, ପୃଥ୍ୱୀ ଏବଂ ବ୍ରହ୍ମୋସ ଭଳି ଶକ୍ତିଶାଳୀ ମିସାଇଲ ଗୁଡ଼ିକର ସଫଳ ପରୀକ୍ଷଣ ଏହି ମାଟିରେ ହିଁ ହୋଇଛି। ତା ସହିତ ଏନର୍ଜି ସିକ୍ୟୁରିଟି, ଶକ୍ତି ସୁରକ୍ଷା। ଓଡ଼ିଶାରେ ଥିବା ପ୍ରଚୁର କୋଇଲା ଗଚ୍ଛିତ ଭଣ୍ଡାର, ଯୋଉଟା ହେଲା ମହାନଦୀ କୋଲଫିଲ୍ଡ, ଭାରତର ଅନେକ ରାଜ୍ୟର ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ଶକ୍ତି ଯୋଗାଇଥାଏ। ତାଳଚେର କୋଇଲା ଖଣି ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ବଡ଼ ଭୂମିକା ଗ୍ରହଣ କରେ। ଫୋର୍ଥ, ରଣନୈତିକ ସାମୁଦ୍ରିକ ବନ୍ଦର, ଷ୍ଟ୍ରାଟେଜିକ୍ ପୋର୍ଟ। ଓଡ଼ିଶାର 480 କିଲୋମିଟର ଲମ୍ବର ସମୁଦ୍ର ତଟ ଭାରତର ବାଣିଜ୍ୟ ପାଇଁ ବହୁତ ଲାଭଦାୟକ। ପାରାଦୀପ ବନ୍ଦର, ପାରାଦୀପ ପୋର୍ଟ ଦେଶର ଅନ୍ୟତମ ବୃହତ୍ତମ ବନ୍ଦର, ଯାହା ମାଧ୍ୟମରେ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକ ସହ ବ୍ୟାପାର କାରବାର ସହଜ ହୋଇଥାଏ। ଫିଫ୍ଥ ପଏଣ୍ଟ, ବିପର୍ଯ୍ୟୟ ପରିଚାଳନାରେ ରୋଲ୍ ମଡେଲ। ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳତାର ସହ ମୁକାବିଲା କରାଯାଇପାରିବ, ଓଡ଼ିଶା ସାରା ବିଶ୍ୱକୁ ତାହା ଦେଖାଇଛି। ଓଡ଼ିଶା ମଡେଲ ଆଜି ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ। ସିକ୍ସଥ, ସଂସ୍କୃତି ଏବଂ ପର୍ଯ୍ୟଟନ, କଲଚର ଆଣ୍ଡ ଟୁରିଜମ। ଶ୍ରୀ ଜଗନ୍ନାଥ ସଂସ୍କୃତି ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଛି। ପୁରୀର ରଥଯାତ୍ରା ସାରା ବିଶ୍ୱରେ ପ୍ରସିଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚିଲିକା ହ୍ରଦ ଭଳି ପର୍ଯ୍ୟଟନ ସ୍ଥଳୀ ଭାରତର ଗୌରବ ବଢ଼ାଇଥାଏ। ଓଡ଼ିଶା ବିନା ଭାରତର ଅର୍ଥନୀତି, ଇସ୍ପାତ, ଶକ୍ତି ଏବଂ ପ୍ରତିରକ୍ଷା ଅସମ୍ପୂର୍ଣ୍ଣ। ଯଦି ବୁଝିହେଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।